ଆପଣ ଜାଣିଥିବେ ଅନେକ ଜାଗାରେ ବାଲିର ପାହାଡ଼ ତିଆରି ହେଉଛି। ପୂର୍ବତନ ବିଧାୟକ ଡକ୍ଟର ଅରବିନ୍ଦ ଡାଲି ଆମ ପାଖରେ ଆଜି ଅଛନ୍ତି। ଆମେ ତାଙ୍କୁ ଡାକି କିଛି ପ୍ରତିକାର ନେବା। ତାଙ୍କ ପାଖରେ ଖବର ପହଞ୍ଚିଛି ନା ନାହିଁ ଆମେ ସିଧାସଳଖ କଥା ହେବା। ସବୁଠୁ ବେଶୀ ବାଲି ଚୋରି ଯଦି ହଉଛି ଜୟଦେବରେ ହଉଛି। ଯଦି ଏଠି ଗୋଟେ ଆନ୍ଦୋଳନ ହବ ଏମାନଙ୍କ ବିରୁଦ୍ଧରେ, ଏଇ ଯୋଉ ମାଇନିଂ ଅଫିସର ଏବଂ ଜୁନିୟର ମାଇନିଂ ଅଫିସର, ଡାଇରେକ୍ଟର ମାଇନ୍ସ ଆଣ୍ଡ ମିନେରାଲ, ସେମାନେ କାହିଁକି ସରକାରଙ୍କୁ କ୍ଷତିରେ ପକାଉଛନ୍ତି ଏବଂ ମାଇନିଂ ଅଫିସର ପାଖରେ ପକେଟରେ ଯାଉଛି ଟଙ୍କା ସରକାରକୁ ଯାଉନାହିଁ। ମୁଁ ବାରମ୍ବାର କହିଲି ସବୁ ଜାଗାରେ ଯାଇକି ଚେକିଂ କରାଯାଉ, କିନ୍ତୁ ଦୁଃଖ ପରିତାପର ବିଷୟ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି, ବିଡିଓ, ରେଞ୍ଜର, ଆଇଆଇସି, ମାଇନିଂ ଅଫିସର, ଜୁନିୟର ମାଇନିଂ ଅଫିସର, ଏମାନେ ରେଡ୍ କରିବା କଥା, ଏମାନେ ସମ୍ପୂର୍ଣ୍ଣ ଭାବରେ ଆଖି ବୁଜି ଦେଇଛନ୍ତି। ଆପଣ ଜାଣିଥିବେ ବାଲି ମାଫିଆ ମାନେ ଅନେକ ଗାଁ ରାସ୍ତାଘାଟ ସବୁଠି ଜୋରସୋରରେ ବାଲିର ପାହାଡ଼ ବଦଳୁଛନ୍ତି ଏବଂ ରାସ୍ତା ଉପରେ ବି ବାଲି ଗଦା ହେବା ସହିତ ଲୋକ ଯାତାୟାତ ପାଇଁ ଅସୁବିଧା ହେଉଛନ୍ତି। ଇଟା ଭାଟି ଯେଉଁମାନେ କରୁଛନ୍ତି ସେମାନେ ବି ସେଇ କାମ କରୁଛନ୍ତି। ଆପଣଙ୍କ ପାଖରେ ଖବର ପହଞ୍ଚୁଛି? ହଁ, ଏ ତ ସୁନିଶ୍ଚିତ କଥା। ମୋ ପାଖରେ ଖବର ପହଞ୍ଚିଛି ଏବଂ ମୁଁ ମଧ୍ୟ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି। ବିଶେଷ କରି ଡାଇରେକ୍ଟର ମାଇନ୍ସ ଆଣ୍ଡ ମିନେରାଲ୍ସକୁ ବି ଏ ସହିତ ଟେଲିଫୋନରେ ବି କଥା ହେଇଛି। ଏଠି ପ୍ରତ୍ୟେକ ଗାଁରେ ଦେଖାଯାଉଛି ବାଲିର ପାହାଡ଼ ସବୁ ଗଦେଇଛନ୍ତି। ରାତି ଟ୍ରକରେ ନେଇକରି ବାଲି ମାଫିଆ ମାନେ ସବୁ ବିଭିନ୍ନ ଗାଁରେ ଏସବୁ ବାଲି ଜମା କରିଛନ୍ତି ଏବଂ ସେଠୁ ସେମାନେ ବିକୁଛନ୍ତି। ଏବଂ ଏଠି ଯେଉଁ ଜୁନିୟର ମାନେ ମାଇନିଂ ଅଫିସର ଅଛନ୍ତି ଏବଂ ମାଇନିଂ ଅଫିସର ଅଛନ୍ତି, ତାଙ୍କୁ ମଧ୍ୟ ବାରମ୍ବାର କୁହାଯାଉଛି ଯେ ଯେଉଁମାନେ ବାଲି ଉଠାଉଛନ୍ତି ତାଙ୍କଠୁ ତୁମେ ରୟାଲଟି ଆଦାୟ କର ଏବଂ ରୟାଲଟି ରାଜକୋଷକୁ ଯାଅ ଏବଂ ସରକାର ପାଖରେ ଗଲେ ସେ ଟଙ୍କାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେଇପାରିବ। କିନ୍ତୁ ଦେଖାଯାଉଛି ଦିନକୁ ଦିନ, ଯେଉଁ ଦିନରୁ এই ବାଲି ଯେତେବେଳେ ରେଭିନ୍ୟୁ ଡିପାର୍ଟମେଣ୍ଟରୁ ଯେତେବେଳେ ମାଇନ୍ସ ଆଣ୍ଡ ମିନେରାଲକୁ ଗଲା, ସେ ଦିନଠାରୁ ବାଲି ଚୋରି ହରିଲୁଟ ଲାଗି ରହିଛି। ଯେତେ ରେଭିନ୍ୟୁ ସରକାରକୁ ଯିବା କଥା, ଏ ରେଭିନ୍ୟୁ ଯାଉଛି ଜୁନିୟର ମାଇନିଂ ଅଫିସର ପକେଟରେ ଏବଂ ମାଇନିଂ ଅଫିସର ପାଖରେ ପକେଟରେ ଯାଉଛି ଟଙ୍କା ସରକାରକୁ ଯାଉନାହିଁ। ମୁଁ ବାରମ୍ବାର କହିଲି ସବୁ ଜାଗାରେ ଯାଇକି ଚେକିଂ କରାଯାଉ, କିନ୍ତୁ ଦୁଃଖ ପରିତାପର ବିଷୟ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି, ବିଡିଓ, ରେଞ୍ଜର, ଆଇଆଇସି, ମାଇନିଂ ଅଫିସର, ଜୁନିୟର ମାଇନିଂ ଅଫିସର, ଏମାନେ ରେଡ୍ କରିବା କଥା, ଏମାନେ ସମ୍ପୂର୍ଣ୍ଣ ଭାବରେ ଆଖି ବୁଜି ଦେଇଛନ୍ତି। ଯାହା ଦ୍ୱାରା ଗଭର୍ଣ୍ଣମେଣ୍ଟ କୋଟି କୋଟି ଟଙ୍କା ହରଉଛନ୍ତି। ରେଭିନ୍ୟୁ ଯେଉଁଟା ପାଇବା କଥା ରୟାଲଟି ଆକାରରେ ସେଟା ପାଉନାହାନ୍ତି। ତେଣୁକରି ମୁଁ ଭାବୁଛି ଖୁବ୍ ଶୀଘ୍ର ମୁଁ ଏ ବିଷୟରେ ଡାଇରେକ୍ଟର ଅଫ୍ ମାଇନ୍ସ ସହିତ ଦେଖା କରିବି, କଥା ହେବି। ଯଦି ସେମାନେ ଏଥିରେ ନୀରବ ରହିବେ ତାହେଲେ ବିଶେଷ କରି ଏଠି ଗୋଟେ ଆନ୍ଦୋଳନ ହବ ଏମାନଙ୍କ ବିରୁଦ୍ଧରେ। ଏଇ ଯେଉଁ ମାଇନିଂ ଅଫିସର ଏବଂ ଜୁନିୟର ମାଇନିଂ ଅଫିସର, ଡାଇରେକ୍ଟର ମାଇନ୍ସ ଆଣ୍ଡ ମିନେରାଲ, ସେମାନେ କାହିଁକି ସରକାରଙ୍କୁ କ୍ଷତିରେ ପକାଉଛନ୍ତି ଏବଂ ବିଶେଷ ଭାବରେ ଆମେ କହିବୁ ଯେ କମ୍ ସେ କମ୍ ସରକାର ରାଜକୋଷକୁ ଏ ଟଙ୍କା ଯିବା ଦରକାର। ଯେଉଁ ଟଙ୍କା ସେମାନଙ୍କ ପକେଟକୁ ଯାଉଛି ରାଜକୋଷକୁ ଯିବା ଦରକାର। ତେଣୁକରି ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଖୁବ୍ ଶୀଘ୍ର ଏ ବିଷୟରେ ଆମେ ଗୋଟେ ଆନ୍ଦୋଳନ କରିବୁ ଏବଂ ଏମାନଙ୍କ ବିରୁଦ୍ଧରେ ଯେମିତି କାର୍ଯ୍ୟାନୁଷ୍ଠାନ ହେବ ତା ପାଇଁ ମଧ୍ୟ ଆମେ ଚେଷ୍ଟା କରିବୁ। ମାଇନିଂ ମିନିଷ୍ଟରଙ୍କୁ ମଧ୍ୟ ଜଣାଇ ଦିଆଯିବ, ସେ ମଧ୍ୟ ଏ ବିଷୟରେ ଧ୍ୟାନ ଦେବା ଦରକାର। ସବୁଠୁ ବେଶୀ ବାଲି ଚୋରି ଯଦି ହେଉଛି ଜୟଦେବରେ ହେଉଛି, କିନ୍ତୁ କେହି ୟାକୁ ଧରୁନାହାନ୍ତି, ରେଡ୍ ବି କରୁନାହାନ୍ତି। ଦୁଃଖ ପରିତାପର ବିଷୟଟା। ଏ ବିଷୟରେ ଖବର ପାଇଲା ପରେ ଡାଇରେକ୍ଟର ଅଫ୍ ମାଇନ୍ସ ଆଣ୍ଡ ମିନେରାଲକୁ ଲେଖିଛି, ମିନିଷ୍ଟରକୁ ବି ଲେଖା ହେଇଛି। ଯେପରି ଭାବରେ 2 ଜଣ ମିଶିକରି ମାଇନିଂ ଅଫିସର, ଜୁନିୟର ମାଇନିଂ ଅଫିସର
ବେଶୀକରି ବାଲି ଲୁଟ୍ କରୁଛନ୍ତି, ଲୋକଙ୍କୁ ଚୋରି କରିବା ପାଇଁ ସେମାନେ ସାହାଯ୍ୟ କରୁଛନ୍ତି। ଲୋକଙ୍କୁ 2 ଟ୍ରକ୍ ବାଲି ପାଇଁ ପରମିଶନ ଦେଲା ବେଳକୁ ସେମାନେ 20 ଟ୍ରକ୍ ବାଲି ନେଉଛନ୍ତି, ମାଟି ଚୋରି କରୁଛନ୍ତି। ସେମାନେ ସବୁ ଜାଣିଛନ୍ତି, ଜାଣିକରି ତାଙ୍କର ଟଙ୍କା ଦରକାର, ସେଥିପାଇଁ ଏସବୁ କାର୍ଯ୍ୟ କରୁଛନ୍ତି। ଆଉ ଯୋଉଟା ତାଙ୍କ ଅଜାଣତରେ କିଛି ହଉନି, ସବୁ ଜାଣିଛନ୍ତି, କିନ୍ତୁ ଏମାନେ ଜମା ବୁଲୁନାହାନ୍ତି, କାହାକୁ ରେଡ୍ କରୁନାହାନ୍ତି, କାହାକୁ ଫାଇନ୍ କରୁନାହାନ୍ତି। ପୁରା ଯେତେ ସବୁ ଟଙ୍କା ତାଙ୍କ ନିଜ ପକେଟରେ ନେବା ପାଇଁ ସେମାନେ ନେଉଛନ୍ତି, ଷଡ଼ଯନ୍ତ୍ର ବି କରୁଛନ୍ତି। ଏଠି କେହି କେବେ କର୍ଣ୍ଣପାତ୍ର ଦଉନାହାନ୍ତି। ଆମ ଏଇ ପ୍ରଶାସନରେ କେବେ ତତ୍ପର ହେଉଛନ୍ତି ଆଉ ଏ ବାଲି ମାଫିଆଙ୍କୁ କେବେ ଧରାଯାଉଛି ଦେଖିବାକୁ ବାକି ରହିଲା। ଭୁବନେଶ୍ୱରରୁ ମେଜସାଦଙ୍କ ରିପୋର୍ଟ, ଏନ୍ ନ୍ୟୁଜ୍।